ओंकारं बिन्दुसंयुक्तं नित्यं ध्यान्ति योगिनः कामदं मोक्षदं चैव ओंकाराय नमो नमः। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। आत्मस्वरूपगण पूर्वर कहुଯାଇଛି जे अज्ञानता सबुठारु बड़ रोग अटे। जोगानंदंकर भाषा रे इग्नोरेंस इज सिन ऑफ ऑल सिन्स। अज्ञानता समस्त पाप मध्य श्रेष्ठ अटे। अज्ञानता हेतु आमे ईश्वर को भूली नश्वर संसार पछरे गोड़ाई था। अज्ञानता हेतु हरिण जानीपे ना जे निज नाभि भितर कस्तूरीर महक को जंगल सारा खोजी बुली था। ठीक सेमिति अज्ञानता हेतु आम भितर थिबा अमूल्य मणि को भूली चक चक देखा जाउथिबा बाह्य संसार भंगा काच पछरे गोड़ाई था। आम भितरे प्रवाहित सुखर झरणा, आम भितरे रही प्रशांतिर निलय, आम भितरे रही आनंदर महासागर। किंतु आमे इंद्रिय मानकर बसता स्वीकार करिनु। इंद्रिय माने भूल रास्तार नौथिबा डकायत अटंती। सेमाने आमको सबु बेले ठकी चली। आम चेतना को सेमाने लुंठित करती। आम चेतना तांको द्वारा लुंठित होता है। भागवत कहते इंद्रिय बसे क्रुभे थाई आत्मा रहिते ज्ञान नाही आयुष क्षय न जानती विषय अर्थ नित्य चिंती निद्रा रही अर्ध बेले अथवा बंधु संग मेले दिवसे अर्थ चिंता कूल कुटुंब भरणे व्याकुल विष्णुर माया नित्य चिंती निकटे मृत्यु न देखती मरण देखु थाई डोले अज्ञाने धमे सुख भोले एणु संसारे प्राणींकर आत्मार गति अगोचर। एपरि केते लोक अछंती जो माने केवल निज परिवार कथा चिंता करती, अर्थ उपार्जन रे मग्न रहती, निजर आत्मार कल्याण पाई किछि करते नहीं। सेमाने सुख खोजी चली था किंतु निज आयुष किपर चली जाऊँगी ता प्रति दृष्टि दिखते ना। समय को नष्ट कर दिखते। समय सहित आयुष जड़ित होती से जानती ना जे किपरि भाव में तांकर समय नष्ट होती। कलिजुग रे मनुष्यर आयुष हाराहारी 60 वर्ष। यही 60 वर्ष किपरि बीतुची जीवन काल किपरि कटुची अनेक ताको ध्यान दियंते नहीं। प्रतिदिन 8 ରୁ 10 घंटा शोबारे खर्च हुए।
ଜୀବନର ଏକ ତୃତୀୟାଂଶ ଅର୍ଥାତ୍ 20 ବର୍ଷ କେବଳ ଶୋଇବାରେ ଆମ ସମୟ ନଷ୍ଟ ହେଉଛି। ବନ୍ଧୁ ମିଳନ, ଗପସପ, ମନୋରଞ୍ଜନ ଏପରି ଭାବରେ ଆମର ଆୟୁଷ 10 ବର୍ଷ କଟିଯାଉଛି। ଆଉ ରହିଲା 30 ବର୍ଷ। ସେହି 30 ବର୍ଷ ମଧ୍ୟରୁ ଅଧିକାଂଶ ଲୋକ ସକାଳ ପାଇଲେ ଜଳଖିଆର ଚିନ୍ତା କରନ୍ତି, ସନ୍ଧ୍ୟାରେ ପୁଣି ଜଳଖିଆର ଚିନ୍ତା, ପ୍ରତିଦିନ ନିତ୍ୟକର୍ମ ସାରିବା, ଜଳଖିଆ ଚିନ୍ତା କରିବା, ଟିଭି ଦେଖିବା, ମୋବାଇଲ ଦେଖିବା, ଏଥିରେ 10 ବର୍ଷ କଟି ଯାଉଛି। ଆଉ ବାକି ରହିଲା 20 ବର୍ଷ। ଏହି 20 ବର୍ଷ ନିଜ ଜୀବିକାରେ ଲାଗି ମଣିଷ ନଷ୍ଟ କରିଦିଏ। ଜନ୍ମ ହେଲା ଦିନଠୁ ଆମର ଆୟୁଷ ସରି ସରି ଯାଉଛି, ମୃତ୍ୟୁ ଆମକୁ ଗ୍ରାସ କରି ଆସୁଛି। ତଥାପି ଜଞ୍ଜାଳ ଜାଲରୁ ଆମକୁ ମୁକ୍ତି ମିଳୁନାହିଁ। ବର୍ଷା କବିତାରେ କବି ରାଧାନାଥ ରାୟ ଏକ ଦୃଷ୍ଟାନ୍ତ ଦେଇଛନ୍ତି। ଭଗବାନ ରାମ ଲକ୍ଷ୍ମଣକୁ କହୁଛନ୍ତି, ଦେଖ ଦେଖ ସମୀପେ ସରସି ଜଳେ, ପଡ଼ି ମଣ୍ଡୁକ କ୍ରୂର ଅହିକ ବଳେ, ବିକଳେ ରାବୁ ରାବୁ ଊର୍ଦ୍ଧ୍ୱେ ଉଡ୍ଡୀନ, ହୁଙ୍କି ଶିଶୁ ପଙ୍କି ଦେଲାଗିଲିଣ, କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ସଦା ଘାରି ହୁଅଇ। ଗୋଟିଏ ବେଙ୍ଗର ଅର୍ଦ୍ଧାଂଶ ସାପ ପାଟିରେ ଅଛି। ସାପଟି ଯନ୍ତ୍ରଣାରେ ରଡ଼ି ଛାଡ଼ୁଛି। ଠିକ୍ ସେତିକି ବେଳେ ଗୋଟିଏ ଛୋଟ ଝରି ପୋକ ତା ପାଖ ଦେଇ ଉଡ଼ି ଯାଉଥିବାର ଦେଖା ପାଇଲା। ବେଙ୍ଗଟି ଟାଣି ଓଟାରି ହୋଇ ସାପ ପାଟିରୁ ଟିକେ ଦୋହଲି ପଡ଼ି ସେହି ଝରିପୋକ ବା କଙ୍କିକୁ ଗିଳି ପକାଇଲା। କାଳ କବଳିତ ମନୁଷ୍ୟର ଅବସ୍ଥା ମଧ୍ୟ ଠିକ୍ ସେହି ମଣ୍ଡୁକ ପରି। ଦିନକୁ ଦିନ ନିଜର ଆୟୁଷ କ୍ଷୟ ହୋଇଯାଉଛି। ଜରା ଆସି ଗ୍ରାସ କରିଦେଉଛି। ବ୍ୟାଧି ଘରେ ବସା ବାନ୍ଧିଲାଣି, ଦେହରେ ବସା ବାନ୍ଧିଲାଣି। ତଥାପି ମଣିଷ ନିଜର ପ୍ରଲୋଭନକୁ ଛାଡ଼ି ପାରୁନାହିଁ। ଖାଇ ପିଇ ଶୋଇ ପୁଅ ଝିଅ ଜନ୍ମ ଦେଇ ମୃତ୍ୟୁବରଣ କରୁଛି। ପଶୁ ଏବଂ ମଣିଷ ଭିତରେ କୌଣସି ପାର୍ଥକ୍ୟ ରହୁନାହିଁ। ଆହାର, ନିଦ୍ରା, ଭୟ, ମୈଥୁନ ଏହି 4ଟି ଜିନିଷ ପଶୁ ଏବଂ ମଣିଷ ଭିତରେ ସମାନ। ଆହାର ନିଦ୍ରା ଭୟ ମୈଥୁନାଞ୍ଚ ସାମାନ୍ୟ ବେତତ୍ ପଶୁର୍ଭିଃ ନରାଣାମ୍ ଜ୍ଞାନ ହି ତେଷାମ୍ ଅଧିକୋ ବିଶେଷଃ ଜ୍ଞାନେନ ହୀନା ପଶୁର୍ଭିଃ ନରାଣାମ୍। ଜ୍ଞାନହୀନ ମନୁଷ୍ୟକୁ ପଶୁ ସହିତ ସମାନ ବୋଲି ବି କୁହାଯାଇଛି। ଗୋଟିଏ କୁକୁର ଖଣ୍ଡେ ଶୁଖିଲା ହାଡ଼ ପାଇଲା। ହାଡ଼କୁ ଚୋବେଇ ଚୋବେଇ ତା ଓଠ ପାଟି ଫାଟି ରକ୍ତ ଝରିବାକୁ ଲାଗିଲା। କୁକୁରଟି ସେହି ରକ୍ତକୁ ଆସ୍ୱାଦନ କରି ଭାବୁଛି ଯେ ଏହି ରକ୍ତ ସବୁ ଶୁଖିଲା ହାଡ଼ରୁ ଝରୁଛି। ତାକୁ ଭାରି ସ୍ୱାଦୁ ଲାଗୁଛି। ଅଜ୍ଞାନତା ହେତୁ ମନୁଷ୍ୟ ଜାଣିପାରେ ନାହିଁ ଯେ ସଂସାର ବିଷୟବସ୍ତୁରୁ ହିଁ ସୁଖ ମିଳୁଛି। ସେ ବିଚାର କରିଲେ ଯେ ପଦାର୍ଥରୁ ହିଁ ଆନନ୍ଦ ପାଉଛି। ଜଣେ ଲୋକର ଚା ଖାଇବାର ଅଭ୍ୟାସ ଅଛି। ସେ ଯଦି କୌଣସି ଜାଗାରେ ଚା ଟିକେ ପାଇବ ନାହିଁ, ସେହି ସ୍ଥାନଟି ତାକୁ ଆଉ ଭଲ ଲାଗିବ ନାହିଁ।
ସଂସାରରେ ପ୍ରକୃତିରେ କେହି ସୁଖୀ ନୁହନ୍ତି। ଜଣେ ଲୋକର ଧନ ସମ୍ପତ୍ତି ସବୁ ଅଛି, କିନ୍ତୁ ପୁଅ ଝିଅ ନାହିଁ ବୋଲି ସେ ଦୁଃଖ କରୁଛି, ଚିନ୍ତାରେ ଅଛି। ଅନ୍ୟ ପକ୍ଷରେ ଆଉ ଜଣେ ଲୋକର ଧନ ସମ୍ପତ୍ତି ଅଛି, ପୁଅ ଝିଅ ବି ଅଛନ୍ତି, କିନ୍ତୁ ତା ମନରେ ଶାନ୍ତି ନାହିଁ, ପୁଅଟି ମଦୁଆ ଚରିତ୍ରହୀନ ବୋଲି। ଅନ୍ୟ ଗୋଟିଏ ଲୋକ ଅଛି, ତାର ଧନ ସମ୍ପତ୍ତି ଅଛି, କିନ୍ତୁ 18ଟି ପୁଅ ଝିଅ, 18 ନଳାକୁ ଯାଇକି ଗଣୁଛି, ଖାଇବା ପାଇଁ ଦାନା କନା ଯୋଗାଇ ପାରୁନାହିଁ ବୋଲି ତା ମନରେ ମଧ୍ୟ କଷ୍ଟ। ଆଉ ଜଣେ ଲୋକ ରହିଛି, ତାର ଧନ ସମ୍ପତ୍ତିର ଅଭାବ ନାହିଁ, ପୁଅ ଝିଅ ମଧ୍ୟ ଭଲ ଗୁଣବନ୍ତର, କିନ୍ତୁ ସ୍ତ୍ରୀଟି କଳିହୁଣ୍ଡି, ଛୋଟ ଛୋଟ କଥାରେ କଳହ କରନ୍ତି, ଜିଦି କରନ୍ତି, ସଦାସର୍ବଦା ମୁହଁ ଧାନ ଉଷୁନା ହାଣ୍ଡି ପରି କରିଥାନ୍ତି। ତେଣୁ ସବୁ ଥାଇ ମଧ୍ୟ ତାଙ୍କ ଗୃହରେ ସୁଖ ନାହିଁ କି ଶାନ୍ତି ନାହିଁ। ବିବାହ ସମୟରେ ବେଦୀରେ ପତି ପତ୍ନୀ ବସି ଅଗ୍ନିକୁ ସାକ୍ଷୀ ରଖି 7 ଜନ୍ମର ସାଥୀ ପାଇଁ ଶପଥ ନେଇଥାନ୍ତି, କିନ୍ତୁ ଗୋଟିଏ ଜନ୍ମ ମଧ୍ୟ ସେହି ଶପଥ ରକ୍ଷା କରିପାରନ୍ତି ନାହିଁ। ପୁଅ ଝିଅ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ଅନ୍ୟତ୍ର ଚାଲିଯାଉଛି, ସ୍ୱାମୀ ମଧ୍ୟ ନିଜ ବିବାହିତ ସ୍ତ୍ରୀକୁ ଛାଡ଼ି ଅନ୍ୟ ସ୍ତ୍ରୀକୁ ବିବାହ କରିପାରୁଛି। ଦେଖିଲେ କେହି ବି ସୁଖୀ ନୁହନ୍ତି, କେହି ବି ଶାନ୍ତିରେ ନାହାନ୍ତି। ପତଳା ଲୋକ ମୋଟା ସୋଟା ହେବା ପାଇଁ ଔଷଧ ଖାଉଛି, ମୋଟା ଲୋକ ଚର୍ବି କମାଇବା ପାଇଁ ବ୍ୟାୟାମ କରୁଛି, ଆସନ କରୁଛି, ଅନୁଲୋମ ବିଲୋମ କରୁଛି, କପାଳଭାତି କରୁଛି। ତେଣୁ ଏପରି ଦେଖିଲେ କେହି ବି ସୁଖରେ ନାହାନ୍ତି। ବ୍ୟବସାୟୀ ଭାବୁଛି ଯେ ଶିକ୍ଷକ ବା ଗୁରୁ ଆଜ୍ଞା ଭଲରେ ଅଛନ୍ତି, ଗୁରୁଜୀ ଭାବୁଛନ୍ତି ଡାକ୍ତର ବାବୁ ଭଲରେ ଅଛନ୍ତି। ଡାକ୍ତର ବାବୁଙ୍କର ବିଚାର, ସେ ଚିନ୍ତା କରୁଛନ୍ତି ଯେ ବିଚାରପତି ମାନେ ଭଲରେ ଅଛନ୍ତି, ବିଚାରପତି ବିଚାର କରୁଛନ୍ତି ଯେ ମନ୍ତ୍ରୀମାନେ ସୁଖରେ ଅଛନ୍ତି। ଏହି ସଂସାରରେ କେହି ସୁଖୀ ନୁହନ୍ତି। ଯନ୍ତ୍ରୀ ସୁଖୀ ନୁହନ୍ତି, ମନ୍ତ୍ରୀ ସୁଖୀ ନୁହନ୍ତି, ବିଚାରପତି ସୁଖୀ ନୁହନ୍ତି, ରାଷ୍ଟ୍ରପତି ସୁଖୀ ନୁହନ୍ତି, ଏପରିକି ଦେବତାମାନଙ୍କର ରାଜା ଇନ୍ଦ୍ର ମଧ୍ୟ ସୁଖୀ ନୁହନ୍ତି। ତେବେ ସୁଖୀ କିଏ? ଯିଏ ନିଜ ଇନ୍ଦ୍ରିୟକୁ ସଂଯତ କରିଛି, ମନକୁ ଆୟତ୍ତ କରିଛି, ସେ ହିଁ ପ୍ରକୃତ ସୁଖୀ। ଗ୍ରନ୍ଥମାନେ, ସନ୍ଥମାନେ, ଆତ୍ମଦର୍ଶୀମାନେ ଯେଉଁ ସବୁ ଉପଦେଶ ଦେଇଛନ୍ତି, ତାକୁ ଆମେ ଠିକ୍ ଭାବରେ ବୁଝିବା ଉଚିତ। ଥରେ ଗୋଟିଏ 8-10 ବର୍ଷର ପିଲାକୁ ବେଛୁ ମାରିଲା। ପିଲାଟି କାନ୍ଦି କାନ୍ଦି ତା ମା ପାଖକୁ ଯାଇ ଗୁହାରି କଲା। ମା ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ଗଲେ, ବେଛୁ ମାରିବାର କଥା କହିଲେ। ଡାକ୍ତର ବାବୁ ଗୋଟିଏ ମଲମ ଦେଇ ବେଛୁ ମାରିଥିବା ସ୍ଥାନରେ ଲଗାଇବାକୁ ଉପଦେଶ ଦେଲେ। ମାଟି ଘରକୁ ଆସି ପୁଅକୁ ପଚାରିଲା, ପୁଅରେ ତୋତେ କେଉଁ ସ୍ଥାନରେ ବେଛୁ ମାରିଛି? ପୁଅଟି ହାତ ଲମ୍ବେଇ କବାଟ କୋଣକୁ ଦେଖେଇ କହିଲା, ମା ମୋତେ ସେଇ କବାଟ କୋଣରେ ବେଛୁ ମାରିଛି। ମା ମଲମକୁ ନେଇ ସେ କବାଟ କୋଣରେ ଘଷିବାକୁ ଲାଗିଲା। ଆଦି ଶଙ୍କରାଚାର୍ଯ୍ୟ କହିଲେ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଏ ବାକ୍ୟକୁ ଆମେ ଠିକ୍ ଭାବରେ ନ ବୁଝି ସେଇ ମା ପରି କବାଟ କୋଣରେ ମଲମ ଘଷିବାକୁ ଲାଗିଛୁ। ଏଥିରେ କ'ଣ ଆମର ଦୁଃଖ ଦୂର ହେବ? ମାୟା ବା ସ୍ୱପ୍ନର ଜଗତ ଆମକୁ ସତ୍ୟବୋଧ ହେଉଛି। ମରୁଭୂମିରେ ମରୀଚିକା ଯେପରି ଜଳର ଭ୍ରମ ସୃଷ୍ଟି କରେ, ବିଚରା ହରିଣ ତୃଷା ମେଣ୍ଟାଇବା ପାଇଁ ସେହି ଜଳ ଆଶାରେ
ଦୌଡ଼ି ଦୌଡ଼ି ଜୀବନ ହରାଇଥାଏ। ଜଗତରେ ଯାହା ସବୁ ଦୃଶ୍ୟମାନ ହେଉଛି ଏସବୁ ମନ ଦ୍ୱାରା ଗଢ଼ା। ପ୍ରାଣ ସ୍ପନ୍ଦନରୁ ମନ ପରିଚାଳିତ ହୁଏ। ମନ ଜଗତ ସୃଷ୍ଟି କରେ। ସ୍ଥିର ଜଳରେ ଜହ୍ନର ଆଲୁଅ ବା ଜହ୍ନର ପ୍ରତିବିମ୍ବ ସ୍ପଷ୍ଟ ଭାବରେ ଦେଖାଯାଏ। ଜଳ ତରଙ୍ଗାୟିତ ହେଲେ ପ୍ରତିବିମ୍ବ ଦୃଶ୍ୟମାନ ହୁଏ ନାହିଁ। ଠିକ୍ ସେମିତି ମନ ସ୍ଥିର ରହିଲେ ଆତ୍ମଦର୍ଶନ ହୁଏ ବା ନିଜର ପ୍ରକୃତ ସ୍ୱରୂପ ଜଣାପଡ଼େ। କିନ୍ତୁ ମନ ଚଞ୍ଚଳ ରହିଲେ ଏହି ଜଗତ ଦୃଶ୍ୟମାନ ହୋଇଥାଏ। ପଶୁ ପକ୍ଷୀ କୀଟ ପତଙ୍ଗ ଠାରୁ ଆରମ୍ଭ କରି ଦେବ ଦାନବ ମାନବ ସମସ୍ତେ ଏହି ଜଗତର ସ୍ୱପ୍ନ ଦେଖନ୍ତି। ଏହି ମିଥ୍ୟା ସ୍ୱପ୍ନ ଜନ୍ମ ଜନ୍ମ ଧରି ଦେଖି ଆସୁଛୁ। ଥରେ ଜଣେ ଦାର୍ଶନିକ ସ୍ୱପ୍ନରେ ଦେଖିଲେ ଯେ ସେ ଗୋଟିଏ ପ୍ରଜାପତି ହୋଇ ଉଡ଼ି ବୁଲୁଛନ୍ତି। ନିଦ ଭାଙ୍ଗିବା ପରେ ସେ ଚିନ୍ତା କଲେ ଯେ ମୁଁ ପ୍ରଜାପତି ହୋଇ ବୁଲୁଥିବାର ସ୍ୱପ୍ନ ଦେଖିଛି କି ଗୋଟିଏ ପ୍ରଜାପତି ସ୍ୱପ୍ନରେ ମୋତେ ଦେଖୁଛି। ଥରେ ରାଜା ଜନକ ମଧ୍ୟ ଏପରି ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ଦିନହୀନ ଭିକାରୀ ସାଜି ବୁଲୁଛନ୍ତି। ତାଙ୍କ ନିଦ ଭାଙ୍ଗିବାରୁ ସେ ମନେ ମନେ ଚିନ୍ତା କଲେ ଯେ ତାହା ସତ୍ୟ ନା ଏହା ସତ୍ୟ, ତାହା ସତ୍ୟ ନା ଏହା ସତ୍ୟ। ତାଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥାଏ। ସେ ଭାବୁଥିଲେ ଯେ ମୁଁ ସ୍ୱପ୍ନରେ ଗୋଟିଏ ଦରିଦ୍ର ଭିକାରୀ ସାଜିଥିଲି ନା ଗୋଟିଏ ଦରିଦ୍ର ଭିକାରୀ ବର୍ତ୍ତମାନ ସ୍ୱପ୍ନରେ ମୋତେ ଦେଖୁଛି। କିଛି ଦିନ ପରେ ଅଷ୍ଟବକ୍ର ଋଷିଙ୍କ ସହିତ ରାଜାଙ୍କର ସାକ୍ଷାତ ହେଲା। ସେ ନିଜର ସ୍ୱପ୍ନ ବୃତ୍ତାନ୍ତ ସବୁ ଜଣାଇ ପ୍ରଶ୍ନ କଲେ ତାହା ସତ୍ୟ ନା ଏହା ସତ୍ୟ। ଅଷ୍ଟବକ୍ର କହିଲେ ରାଜନ, ତାହା ସତ୍ୟ ନଥିଲା କି ଏହା ମଧ୍ୟ ସତ୍ୟ ନୁହେଁ। କାରଣ ସ୍ୱପ୍ନ, ଜାଗ୍ରତ ଏବଂ ସୁଷୁପ୍ତି ଏହି ତିନୋଟି ଯାକ ଅବସ୍ଥା ମିଥ୍ୟା ଅଟେ। ଏହି ତିନୋଟିର ନୀରବ ଦ୍ରଷ୍ଟା ହେଉଛନ୍ତି ଆତ୍ମା। ସ୍ୱପ୍ନ ହେଉଛି ସନ୍ଧି ଅବସ୍ଥା ବା ସନ୍ଧ୍ୟା ଅବସ୍ଥା। ଏହା ଜାଗ୍ରତ ଓ ସୁଷୁପ୍ତିର ମଧ୍ୟବର୍ତ୍ତୀକାଳୀନ ଅବସ୍ଥା। ସ୍ୱପ୍ନ ସମୟରେ ଜାଗ୍ରତ ଅବସ୍ଥା ରହେ ନାହିଁ କିମ୍ବା ଜାଗ୍ରତ ସମୟରେ ସ୍ୱପ୍ନ ଅବସ୍ଥା ରହେ ନାହିଁ। ସୁଷୁପ୍ତି ଅବସ୍ଥାରେ ମଧ୍ୟ ଜାଗ୍ରତ ଅବସ୍ଥା ରହେ ନାହିଁ କି ସ୍ୱପ୍ନ ଅବସ୍ଥା ରହେ ନାହିଁ। ତେଣୁ ଏ ତିନୋଟି ଯାକ ଅବସ୍ଥା ମିଥ୍ୟା ଅଟେ ବା ମାୟା ଅଟେ। ରାଜା ଜନକ ପ୍ରଶ୍ନ କଲେ ଆତ୍ମା ଯଦି ନିରପ ଦ୍ରଷ୍ଟା ତେବେ ସ୍ୱପ୍ନ ସୃଷ୍ଟି କରୁଛି କିଏ? ଅଷ୍ଟବକ୍ର କହିଲେ ଜୀବ ସ୍ୱପ୍ନ ସୃଷ୍ଟି କରିପାରେ ନାହିଁ। କାରଣ ସେ ଯଦି ସ୍ୱପ୍ନ ସୃଷ୍ଟି କରନ୍ତା ତେବେ ମନ୍ଦ ବା ଖରାପ ସ୍ୱପ୍ନ ଦେଖନ୍ତା ନାହିଁ। ସେ ସବୁବେଳେ ସୁଖର ସ୍ୱପ୍ନ ଦେଖନ୍ତା। ଜୀବର କର୍ମଫଳ ଭୋଗିବା ପାଇଁ ଆତ୍ମା ଏସବୁ ସ୍ୱପ୍ନ ସୃଷ୍ଟି କରିଥାନ୍ତି। ରାଜା ଜନକ ପୁଣି ପ୍ରଶ୍ନ କଲେ ଯେ ଜାଗ୍ରତ ସମୟରେ 1 ଘଣ୍ଟା ସତ୍ୟ କି ସ୍ୱପ୍ନରେ ବିତେଇଥିବା 50 ବର୍ଷ ସତ୍ୟ? କାରଣ ସ୍ୱପ୍ନରେ ବିତେଇଥିବା 50 ବର୍ଷ 1 ଘଣ୍ଟା ସମୟ ମଧ୍ୟରେ ଆମେ ସେହି ଘଟଣା ସବୁ ଦେଖିଥାଉ। ଗୋଟିଏ ଘଣ୍ଟାରେ ଆମେ 50 ବର୍ଷର ସ୍ୱପ୍ନ ଦେଖିବାକୁ ପାଇଥାଉ। ତେଣୁ କେଉଁଠି ସତ୍ୟ? 1 ଘଣ୍ଟା ଜାଗ୍ରତ ସମୟ ଠିକ୍ ନା ସ୍ୱପ୍ନରେ ବିତେଇଥିବା 50 ବର୍ଷ ଠିକ୍? ଋଷି କହିଲେ ଉଭୟ ଠିକ୍ ଅଟେ। ଜାଗ୍ରତ ସମୟର 1 ଘଣ୍ଟା ଏବଂ ସ୍ୱପ୍ନରେ ବିତେଇଥିବା 50 ଘଣ୍ଟା
50 ବର୍ଷ ଦୁଇଟି ଠିକ୍ ଅଟେ। କାରଣ ସ୍ୱପ୍ନରେ ବିତେଇଥିବା 50 ବର୍ଷ ଯେତିକି ସତ୍ୟ, ଜାଗ୍ରତରେ ଗୋଟିଏ ଘଣ୍ଟା ବିତେଇଥିବା ସେତିକି ସତ୍ୟ। ଉପରୋକ୍ତ ଆଲୋଚନାରୁ ଜଣାପଡ଼ୁଛି ଯେ ଆମେ ସମସ୍ତେ ମାୟା ସଂସାରରେ ଘାରି ହେଉଛୁ ଏବଂ ଜନ୍ମ ପରେ ଜନ୍ମ ଆମର ବିତି ଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଆମେ ଅନେକ ଜନ୍ମ ହେଲା ଆନନ୍ଦ ଖୋଜି ଆସୁଛୁ, କିନ୍ତୁ ଏଯାଏ ଆମକୁ ଆନନ୍ଦ ମିଳିନାହିଁ। ତେବେ ଅଖଣ୍ଡ ଆନନ୍ଦ ବା ନିତ୍ୟାନନ୍ଦ ସଚ୍ଚିଦାନନ୍ଦ କେଉଁଠାରେ ରହିଛି? ଆମେ କିପରି ଏହାକୁ ପ୍ରାପ୍ତ କରିପାରିବା? ଏହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ